শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ ভাগবত অষ্টম স্কন্ধ পঞ্চদশ অধ্যায়। বলি যে বিশ্বজিত জাগ, କରି ଜିଣିଲା ଯହୁଁ ସ୍ୱର୍ଗ। ଭୟେ ଦେବଙ୍କ ପଳାୟନ, 15 ଅଧ୍ୟାୟରେ ବର୍ଣ୍ଣନ। ଶୁକ ଚରଣ করে ଧରି, ବୋଲେ ପରୀକ୍ଷ ଦଣ୍ଡଧାରୀ। ରାଜା ପରୀକ୍ଷିତ ଉବାଚ, ଭୋ ମୁନି ତୁମ୍ଭ ମୁଖୁ ଶୁଣି, ଦୁର୍ଗମ ଅସମ୍ଭବ ବାଣୀ। ସଂଶୟ କଲି ମୁହିଁ ଚିତେ, ସେ କଥା କହ ମୁନି ମୋତେ। ବଳିର ଯଜ୍ଞ ଭଗ୍ନ ଅର୍ଥେ, ବାମନ ଜନ୍ମିଲେ କେମନ୍ତେ। ଧରଣୀ 3 ପାଦ ଦାନେ, ବଳିକି ଛଳିଲେ ବାମନେ। ସେ ପୂର୍ଣ୍ଣ ସ୍ୱଭାବେ ଈଶ୍ୱର, ଅଶେଷ ଦ୍ରବ୍ୟ ଅଧିକାର। କୃପଣ ପ୍ରାୟ ତାକୁ ଧରି, କିମ୍ପା ବାନ୍ଧିଲେ ନରହରି। ଶ୍ରୀଶୁକ ଉବାଚ, ଶୁଣ ହେ ଅଭିମନ୍ୟୁ ସୁତ, ଅଦ୍ଭୁତ କୃଷ୍ଣର ଚରିତ। ଯେମନ୍ତେ ଖର୍ବ ରୂପେ ଛଳେ, ବଳିକି ଚାପିଲେ ପାତାଳେ। ପୂର୍ବେ ଯେ ଦେବାସୁର ରଣେ, ଯୁଦ୍ଧେ ଜିଣିଲେ ଦେବଗଣେ। ବଳି ସହିତ ମରିଗଲେ, ଶେଷେ ଦାନବ ଯେତେ ଥିଲେ। ବଳିର ମୃତ ପିଣ୍ଡ ନେଇ, ପଶ୍ଚିମ ଗିରି ପୃଷ୍ଠେ ଥୋଇ। ଶୁକ୍ରଙ୍କୁ ଆଣି ଗୌରବେ, ବିଶ୍ୱାସୀ କହିଲେ ଦାନବେ। ଅସୁରଙ୍କର ଭାବ ଘେନି, ଶୁକ୍ର ଯେ ମୃତ ସଞ୍ଜୀବନୀ। ମନ୍ତ୍ରେ ଜିଆଇଲେ ତକ୍ଷଣେ, ନମିଲା ଶୁକ୍ରଙ୍କ ଚରଣେ। ବୋଇଲା ଶୁକ୍ର ମୁଖ ଚାହିଁ, ଅନାଥ ହୋଇଲୁ ଗୋସାଇଁ। ଦେବେ ଯେ ଅମୃତ ଭକ୍ଷଣେ, ଅମର ହୋଇ ଘୋର ରଣେ। ଆମ୍ଭଙ୍କୁ ମାରିଗଲେ ସର୍ବେ, ତୁମ୍ଭେ ଜୀବନ ଦେଲ ଏବେ। ତୁମ୍ଭେ ଆମ୍ଭକୁ ସାହା ହୁଅ, ଏବେ ହୋ କି କରିବୁ କହ। ଏମନ୍ତେ ଅସୁରଙ୍କ ବାକ୍ୟେ, ଶୁକ୍ର ଚିନ୍ତିଲେ ବସି ଏକେ। ବିଚାର କରି ଶୁଦ୍ଧ ଚିତେ, କହନ୍ତି ବଳିର ଅଗ୍ରତେ। ତୁମ ଯଜ୍ଞ ବେଗେ କର, ଯେମନ୍ତେ ଜିଣିବୁ ଅମର। ଏମନ୍ତେ ଗୁରୁ ବାକ୍ୟ ଶୁଣି, ବଳି ଯଜ୍ଞର ବିଧି ଆଣି। ରୀତିଜ ଆଣି ଜଣେ ଜଣେ, ବରିଲା ଯଜ୍ଞର କାରଣେ। ତ୍ରିପୁର ଜୟ ନାମ କ୍ରତୁ, କଲା ଅମର ଜୟ ହେତୁ। ବ୍ରାହ୍ମଣେ ମିଳି ବେଦ ବାକ୍ୟେ, ମାର୍ଜନ କଲେ କେ କେ। ତ୍ରିଲୋକ ମଧ୍ୟରେ ରାଜା ଏକ, ଏ ଭାବେ କଲେ ଅଭିଷେକ। ସୁବର୍ଣ୍ଣ ରଥ ମନ୍ତ୍ର ତେଜେ, ବାହାର ହେଲା ଅଗ୍ନି ମାଝେ। ହରିତ ବର୍ଣ୍ଣ ଅଶ୍ୱଜ୍ୟୋତି, ଯେ ଶନେ ରବି ରଥ ଗତି। ଗଗନ ମାର୍ગે ରଥ ସାଜେ, ସୁବର୍ଣ୍ଣ ସିଂହ ଥାଇ ଧ୍ୱଜେ। ହେମ ନିର୍ମିତ ଧନୁ ତୁଣ, ଅଭେଦ କବଚ ଉତ୍ପନ୍ନ। ଅମ୍ଳାନ ପଦ୍ମମାଳା ପୁଣି, ଗଳେ ପ୍ରହ୍ଲାଦ ଦେଲାଣି। ଭୃଗୁ ଯେ ଶଙ୍ଖ ଦେଲେ କରେ, ଯେ ନାଦେ ତ୍ରିଭୁବନ ପୁରେ। ବିପ୍ରେୟାଶିଷ ମନ୍ତ୍ର ବଳେ, ସ୍ୱସ୍ତି ବାଚନ ସୁମଙ୍ଗଳେ।
ବିପ୍ରଙ୍କୁ ପ୍ରଦକ୍ଷିଣ କରି ରୋମାଞ୍ଚ ଗାତ୍ରେ ମୋଦ ଭରି ପ୍ରହ୍ଲାଦ ପାତେ ପ୍ରଣମିତ ବଳିଆ ରୋହି ଦିବ୍ୟ ରଥ ମାଳା କବଚ କଳେବରେ ଧନୁ ଖଡ଼ଗ ସୋହେ କରେ ରତ୍ନ କେଉର ବାହୁ ମୂଳେ ବିରାଜେ ମୁକୁଟ କୁଣ୍ଡଳେ ସେ ବଳି ରଥ ମଧ୍ୟେ ବସି ଅନଳ ତେଜ ପ୍ରାୟ ଦିଶି ତୁଲ୍ୟ ସୂର୍ଯ୍ୟ ବଳ ତେଜେ ଅସୁର ବଳ ମଧ୍ୟେ ରାଜେ ହେମନ୍ତ ଦୈତ୍ୟ ବଳ ଘେନି ଚଳନ୍ତେ କମ୍ପଇ ମେଦିନୀ ସକଳେ ହୋଇ ଏକ ମନ ଦିଶେ କି ପିଇବେ ଗଗନ ଅସୁର ସେନା ରଥେ ବସି ଧାଇଁଲେ ଗଗନ ଗରାସି ଚଳନ୍ତେ କମ୍ପେ ଦଶ ଦିଶ କେଶହୁ ଅସୁରଙ୍କ ତ୍ରାସ ମିଳିଲେ ଇନ୍ଦ୍ରର ଭୁବନେ ସକଳେ ବିଧିର ବିଧାନେ ନନ୍ଦନ ବନେ ପନ୍ତି ପନ୍ତି କଳ୍ପ ପାଦପେ ବିରାଜନ୍ତି ବିହଙ୍ଗ ମିଥୁନେ ନାଚନ୍ତି ମତ କୋକିଳେରା ବଦ୍ୟନ୍ତି ହଂସ ସାରସ ଚକ୍ରବାକ କାରଣ୍ଡବ ଆଦି ଡାହୁକ ପଲ୍ଲବ ଫଳ ପୁଷ୍ପ ଭରେ ପାଦ ଯେ ଲଟନ୍ତି ଭୂମିରେ ନଳିନୀ ବନ ମନୋହର ସୁରକାମିନୀ କ୍ରୀଡ଼ା ଘର ସୁସଞ୍ଚ ପରୀକ୍ଷା ଜେସନ ଆକାଶ ଗଙ୍ଗାରେ ଭୂଷଣ ପାଚେରୀ ଦିଶେ ଅଗ୍ନିବର୍ଣ୍ଣ ଅଟ୍ଟାଳି ଭେଦିଛି ଗଗନ ଦ୍ୱାରେ କବାଟ ହେମମୟେ ଦେଖନ୍ତା ପ୍ରାଣୀ ମନ ମୋହେ ସ୍ଫଟିକମୟ ପୁର ଦ୍ୱାର ଯେହ୍ନେ ବିରାଜେ ନିଶାକର କେ କହୁ ରୂପ ରାଶି ସୀମା ଯାହା ଗଢ଼ିଲା ବିଶ୍ୱକର୍ମା ସଭା ଚତ୍ୱର ପଥ ସୋହେ ତପସ୍ୱୀ ଜନ ମନ ମୋହେ ଅପୂର୍ବ ବିମାନ ସମୂହେ ମଣି ନିର୍ମିତ ଝରା ସୋହେ ପ୍ରବାଳ ବେଦିକା ବିରାଜେ ମଣି ନିର୍ମିତ ମହାତେଜେ ଦିବ୍ୟ କାମିନୀ ଗଣ ଯହି ନବ ବୟସୀ ରୂପ ବହି ଶ୍ୟାମ ବିରଜ ବସ୍ତ୍ରଯୁତ ଯହିଁ ଚଳନ୍ତି ଯୁଥ ଯୁଥ ଶୋଭା କରନ୍ତି ନାନା ବର୍ଣ୍ଣେ ପ୍ରଦୀପ ଶିଖା ଅଗ୍ନି ଜେହ୍ନେ କବରୀ ବନ୍ଧେ ଭୃଙ୍ଗମାଳା ଅମର ପ୍ରସୂନ ମେଖଳା ନାନା ସୁଗନ୍ଧ ଲେପ ଦେହେ ପ୍ରମୋଦେ ମୋଦ ବାୟୁ ବହେ ସୁବର୍ଣ୍ଣ କାନ୍ଥେ ଜଳା ରନ୍ଧ୍ରେ ମୋହେ ଅଗୁରୁ ଧୂପ ଗନ୍ଧେ ମାର୍ଗେ ସୁଗନ୍ଧ ଧୂପ ଧୂଆଁ ମଧ୍ୟେ ଚଳନ୍ତି ସୁର ପ୍ରିୟା ପାଣ୍ଡୁର ଦିଶେ ପନ୍ତି ପନ୍ତି ଧୂମ ମଣ୍ଡଳ ସଞ୍ଚରନ୍ତି ମଣିମଣ୍ଡିତ ହେମକାନ୍ଥେ ଛାୟା ଦିଶନ୍ତି ମାର୍ଗେ ଯାନ୍ତେ ଜଗତି ଅଟ୍ଟାଳି ସୁସଞ୍ଚେ ପତାକା ସୋହେ ଅତି ଉଚ୍ଚେ ମୟୂର ପାରାବତ ନାଦେ ମଙ୍ଗଳ ସଙ୍ଗୀତ ଶବଦେ ମୃଦଙ୍ଗ ଶଙ୍ଖ ଭେରି ନାଦ ତାଳ ମୁରଲି ବୀଣା ବାଦ୍ୟ ତାଣ୍ଡବେ ନାନା ବାଦ୍ୟ ସୋହେ ଗୀତ ପ୍ରବନ୍ଧେ ମନ ମୋହେ ସେ ପୁରେ ମାନି କଷ୍ଟ ଦାୟୀ ପାପିଷ୍ଟେ ନ ପାରନ୍ତି ଯାଇ ଭୂତ ସନ୍ତାପୀ ଖଳ ଜନେ ସୁଜନେ ପୀଡ଼ନ୍ତି ଅଜ୍ଞାନେ ଷଠ ହୃଦୟ କାମିଲଭି ଯେ ଚିତେ ପର ହିଂସା ଭାବି ସେ କାହିଁ ଯିବେ ସେ ଭୁବନେ ଯାହା ଚିନ୍ତନ୍ତି ଯୋଗୀ ଜନେ
ହେମନ୍ତପୁରେ ରାତ୍ର କାଳେ ବଳି ମିଳିଲା ବାହୁବଳେ ବେଗେ ରୁନ୍ଧିଲା ଅଷ୍ଟ ଦିଗ କେ ସହୁ ଅସୁରଙ୍କ ବେଗ ଭୂମି ଗଗନ ଅନ୍ତରାଳେ ବାକ୍ୟନ ଶୁଭଇ ଚହଳେ ଶୁକ୍ରର ଶଙ୍ଖ କରେ ଘେନି ବଳି କରଇ ଘୋର ଧ୍ୱନି ଶବଦେ ଭୁବନ କମ୍ପିଲା ସେ ରବେ ଇନ୍ଦ୍ର ଭୟ କଲା ବଳି ଉଦ୍ୟମ ଇନ୍ଦ୍ର ଶୁଣି ସଭୟ ଚିତେ ମନେ ଗୁଣି ବିଚାର କଲା ଗୁରୁ ମେଳେ କେମନ୍ତେ ରହିବି ନିଶ୍ଚଳେ ଅସୁରେ ଅମୃତ ନ ପାଇ ସମରେ ମଲେ ରୋଷ ବହି ଶୁକ୍ରର ମୃତ୍ୟୁ ସଞ୍ଜୀବନେ ପ୍ରାଣ ପାଇଲେ ଜାତୁ ଧାନେ କିବା ଉଦ୍ୟମ ପରିମାଣି ଅଇଲେ ଆମ୍ଭେ ତ ନ ଜାଣି ଭୋଗୁରୁ ନମୁ ତୋର ପ୍ରାୟେ ସ୍ୱର୍ଗେ କେ ମନ୍ତେ ଥିବୁ ଭୟେ କହ କି କରିବୁ ପାଏ ଯାବତ ରଜନୀ ନ ପାହେ ଦେଖ ଏ ହାର ତେଜ ରାଶି ଅଗ୍ନିର ଶିକ୍ଷା ପ୍ରାୟ ଦିଶି ମୁଖେ କି ଆକାଶ ପିଇବ ଦିଶ କି ଜିହ୍ୱାରେ ଲେହିବ ଇନ୍ଦ୍ରର ବାକ୍ୟ ବୃହସ୍ପତି ଇନ୍ଦ୍ର କୁଶଳ ମନେ ଚିନ୍ତି ବୋଲନ୍ତି ଶୁଣ ସୁରପତି ତୁ ବେଗେ ଛାଡ଼ ବାରସ୍ପତି ଶୁକ୍ର ଯେ ଅସୁରଙ୍କୁ ତାରି ଚିତେ ପ୍ରତିଜ୍ଞା ଅଛି କରି ସଂକଳ୍ପ କରି ପୁରୋହିତେ ଯଜ୍ଞ କଳ୍ପିଲା ଇନ୍ଦ୍ରଜିତେ ତାହାର ମନ୍ତ୍ର ବଳ ତେଜେ ତୁ କାହିଁ ଥିବୁ ସ୍ୱର୍ଗ ରାଜେ ଜୀବନେ ଯେବେ ଅଛି କାର୍ଯ୍ୟ ବେଗେ ଅମରାବତୀ ତେଜ ମୁଁ ଏହା ଜାଣେ ଯୋଗ ଧ୍ୟାନେ ବଳି ଯେ ଶୁକ୍ରର ବଚନେ ଘୋର ସମରେ ତୋତେ ଜିଣି ତିନି ଭୁବନେ ବୀରମଣି ରାଜା ହୋଇବ ଯଜ୍ଞ ବଳେ ତୁ ଏବେ ରହ ଜାନି ରୋଳେ ହରିଙ୍କି ପଶଯା ଶରଣ ତୋତେ ରଖିବେ ନାରାୟଣ କାଳର ବସେ ବଞ୍ଚ ଏବେ ଚିନ୍ତି ସେ ହରିପାଦ ଯୁଗେ ଯାବତ ବଳି ତେଜ ନାଶେ ତାବତ ରହବନ ଦେଶେ ଦୁର୍ଗମେ କାମ ରୂପେ ଚର ଜହିଁ ପର୍ବତ ବନ ଘୋର ହେମନ୍ତ ଗୁରୁ ବାକ୍ୟ ଶୁଣି ଅମୃତ ପ୍ରାୟ ଚିତେ ମଣି ମିଳି ସକଳ ଦେବଗଣେ ଭୟେ ପଶିଲେ ଘୋର ବନେ ହେମନ୍ତେ ରଜନୀ ପ୍ରଭାତେ ବଳି ଅସୁରଙ୍କ ସମେତେ ବସିଲା ଇନ୍ଦ୍ରର ଆସନେ ଭୃଗୁ ବଚନେ ତୋ ସମନେ ଇନ୍ଦ୍ର ଆସନେ ବସି ତ ସେ ତ୍ରିଲୋକ କଲାତ୍ମ ବସେ ସତାଶ୍ୱମେଧ ଯାଗ ଫଳେ ସଂସାରେ ଯଶ ଲଭେ ହେଳେ ବୋଲଇ ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ ସୁଜନେ କରମତି ତରିବ ବିଷୟ ଦୁର୍ଗତି ମନ ବଚନେ ଭାବ ଏବେ ତରିବ ବିଷ୍ଣୁ ମାୟା ଦେବେ।